बहुत सुंदर नाचिले झिया माने एबे चलो देखिबा महाभारत ऊपर आधारित एक पाला जहाँ ना होची पिता पुत्र एबे आपण माने फाइंड आउट करंतु पिता किए पुत्र किए एक लीड करूछंदी देवराज साहू एंड पार्टिसिपेट करूछंदी देवराज साहू नरेश दास सूर्य मिश्रा मदन भोई एंड आकाशी दास आजिकार पालार विषय वस्तु पिता पुत्र माँ बड़ी माने हुड़ोड़ी दियंतु पिता पुत्र पितरी प्रीतिमा पद्मे प्रियंते सर्वदेवता परशुराम को पिता विषय किसी कहतु जमदग्नि बहुत क्रोधी थे अच्छा निज स्त्री रेणुका सामान्य त्रुटि देखी परशुराम को आदेश देले कौन आदेश देले मातृहत्या भाई मातृहत्या घृणार विषय परशुराम निज पिता अधिक क्रोधी थे ठीक कहते जगत को क्षत्रिय रक्त रे रक्त रंजित करी से ताको क्रोध को उपशम करथिले आमे महाभारत रे भल उदाहरण दबा गुड एग्जांपल पंच पांडव आज्ञा अरण्यक पर्व अच्छा से माने केते वर्ष वनवास करथिले पांडव माने 12 इयर्स 12 वर्ष वनवास करथिले अच्छा से माने फाइना को बण रहउथिले से माने द्वैत वन रे रहउथिले अच्छा एकार प्रॉब्लम विषय किछि कहंतु से जीपीएस रे जाई हबो कि जीपीएस ने से स्टार नक्षत्र देख रास्ता बाहर अच्छा भाईना पांडवों पिता पंडु तो बहुत दिन आगु मृत्यु लाभ करथिले
ପିତା ପୁତ୍ର ଏଇ ପାଲାରେ ଆମେ କଣ ପାଣ୍ଡୁଙ୍କ ଭୂତ ସହିତ ଭେଟିବା? ଏଠି କି ସତ ତଣ୍ଡିପ ଆଜ୍ଞା ପଣ୍ଡୁ ଥିଲେ ତାଙ୍କର ଆଡପ୍ଟିଭ ଫାଦର। ଆଚ୍ଛା ଆଚ୍ଛା ସେ ବାୟୋଲୋଜିକାଲ ଫାଦର ନୁହନ୍ତି। ଆଚ୍ଛା ତୁମର ପୁରାଣ ଜ୍ଞାନ ପରୀକ୍ଷା କରିବା। ପଚାରନ୍ତୁ ପଚାରନ୍ତୁ। ନକୁଳ ସହଦେବଙ୍କର ପିତା କିଏ ଥିଲେ? ସେ ନକୁଳ ସହଦେବଙ୍କ ପିତା ସେ ଭଗବାନ ମାନଙ୍କ ଡକ୍ଟର ଅଶ୍ୱିନୀ କୁମାର ଥିଲେ। ଆଚ୍ଛା ତଣ୍ଡିକୁ ଠିକ ଜାଣିଛି। ଆଜ୍ଞା ଶୁଣ ହେ ଗୁଣମଣି ଦେବ ହେ ଉତ୍ତର ମଧ୍ୟମ ପାଣ୍ଡବ ପାର୍ଥ କାହାର କୁମର। ସେ ଇନ୍ଦ୍ରଦେବଙ୍କ ପୁତ୍ର ଥିଲେ। ଠିକ କଥା। ଆଜ୍ଞା ଶୁଣ ହେ ଗୁଣମଣି ଦେବ ହେ ଉତ୍ତର ଦ୍ୱିତୀୟ ପାଣ୍ଡବ ଭୀମ କାହାର କୁମର। ସେ ପବନ ପୁତ୍ର ଥିଲେ। ଶୁଣ ହେ ଗୁଣମଣି ଦେବ ହେ ଉତ୍ତର ଧର୍ମରାଜ ଯୁଧିଷ୍ଠିର କାହାର କୁମର। ଆଚ୍ଛା ଭାଇନା ଏଟା ବି ମୁଁ ଜାଣିଛି ସେ ସ୍ୱୟଂ ଧର୍ମ ଯମଙ୍କ ପୁତ୍ର ଥିଲେ। ଆଚ୍ଛା ଠିକ ଆଗକୁ କଥା। କୁହନ୍ତୁ ଭାଇନା ଆଗକୁ କୁହନ୍ତୁ ଆରଣ୍ୟକ ପର୍ବରେ କଣ ହେଇଥିଲା? ପଞ୍ଚ ପାଣ୍ଡବ ବନରେ ବନବାସ କରି 12 ବର୍ଷ ରହିଲା ପରେ ପାଣି ତଣ୍ଟି ଶୁଖି ଯାଉଥିଲା ତୁଷାରେ। ସେମାନେ ବୁଲି ବୁଲି ପ୍ରାଣାନ୍ତକ ହୋଇଯାଇଥିଲେ। କ୍ଷୁଧାରେ ହୃଦୟ ଜଳୁଥିଲା। ଖୁବ ଶେଷ ହେଇଥିଲା। ଆଚ୍ଛା ସେମାନେ ପାଣି ପାଇଁ ଯାଉଥିଲେ ମଧ୍ୟ ସେଥିରୁ ପାଣି ମିଳିଲା ନାହିଁ। ଆଚ୍ଛା ଧର୍ମରାଜ ଯୁଧିଷ୍ଠିର ଯେ ଆଦେଶ ଗଛ ଚଢି ଦେଖ ଜଳର ସନ୍ଦେଶ। ସେ ଆଦେଶ କାହାକୁ ଦେଲେ ଭାଇନା? ନକୁଳଙ୍କୁ ଦେଲେ। ନକୁଳ ଆଚ୍ଛା। ଗଛ ଉପରେ ଚଢି ଦେଖିଲେ ପାଣିର ସନ୍ଦେଶ। ଆଚ୍ଛା ପାଣି ଆଣିବାକୁ ସେ ଗଲେ ତତ୍କ୍ଷଣ। ତାହେଲେ କଣ ଭାଇନା ପ୍ରୋବ୍ଲେମ ସଲ୍ଭ? ନଟ୍ ସୋ ଫାଷ୍ଟ। ଆଚ୍ଛା ସେ ଯେତେବେଳେ ଗଲେ ପୁଷ୍କରିଣୀ ପାଖକୁ ପାଣି ପିଇବାକୁ ଗଲାବେଳେ ଶୂନ୍ୟବାଣୀ ହେଲା। କଣ ହେଲା? ନକୁଳ ତମେ ମୋର ପ୍ରଶ୍ନର ଉତ୍ତର ଦିଅ। ପ୍ରଶ୍ନର ଉତ୍ତର ବିନା ତମେ ଯଦି ପାଣି ପିଇବ ତମର ନିଶ୍ଚୟ ମୃତ୍ୟୁ ଘଟିବ। ନକୁଳ କହିଲେ ମୁଁ ପାଣ୍ଡବ ପୁତ୍ର। ଆଚ୍ଛା। ମତେ ଆଦେଶ ଦେବାର ଆସ୍ପର୍ଦ୍ଧା ତମର କାହିଁକି? କାହିଁକି? ମୁଁ ନିଶ୍ଚୟ ପାଣି ପିଇବି। ଆମେ ଆଚ୍ଛା। କିଛି କହିପାରିବ ନାହିଁ ମତେ। କିଛି କରିପାରିବ ନାହିଁ। ତାପରେ ଭାଇନା କଣ ହେଲା? ନକୁଳ ଧର୍ମଲୋକର ଆଦେଶ ଅବମାନନା କରି ପାଣି ପିଇଲେ ମୃତ୍ୟୁ ମୁଖରେ ପଡ଼ିଲେ। ଆଚ୍ଛା ତାହେଲେ ଭାଇନା ନକୁଳ ଯଦି ଚାଲିଗଲେ ମୃତ୍ୟୁ ମୁଖରେ ପଡିଲେ ତାହେଲେ ଭାଇମାନଙ୍କର ଶୋଷ କେମିତି ମେଣ୍ଟିଲା? ଇଟ୍ସ ଭେରି କେମିତି ମିଷ୍ଟେରିୟସ୍। ହେଇଥିଲା? ଭେରି ମିଷ୍ଟେରିୟସ୍। ଯୁଧିଷ୍ଠିର ଦେଖିଲେ ନକୁଳ ଫେରି ନାହାନ୍ତି। ତାପରେ ଜଣକୁ ଜଣ ପଠାଇଲେ। ସହଦେବ ତାପରେ ଅର୍ଜୁନ ତାପରେ ଭୀମ। ଆଚ୍ଛା ସମସ୍ତେ ସେ ପୁଷ୍କରିଣୀ ପାଖରେ ଯାଇ ମୃତ୍ୟୁ ମୁଖରେ ପଡ଼ିଲେ। ତାହେଲେ ଭାଇନା ସବୁ ଭାଇମାନେ ତ ଚାଲିଗଲେ। ଇଏ 12 ବର୍ଷ ବନବାସର କଣ ଏହା ଶେଷ ପରିଣତି? ନାହିଁ ଯୁଧିଷ୍ଠିର କହିଲେ ମୁଁ ଯାଇକି ଦେଖେ କଣ ହଉଛି। ସେ ପୁଷ୍କରିଣୀ ପାଖକୁ ଗଲାବେଳେ ତଣ୍ଟି ଶୁଖି ଯାଉଥିଲା ଶୋଷରେ। ସେ ପାଣି ପିଇବାକୁ ଗଲାବେଳେ ଶୂନ୍ୟବାଣୀ ହେଲା। ମୋର ପ୍ରଶ୍ନର ଉତ୍ତର ଦିଅ। ଉତ୍ତର ନଦେଲେ ତୁମେ ଭାଇମାନଙ୍କ ପରି ମୃତ୍ୟୁ ମୁଖରେ ପଡ଼ିବ। ତାହେଲେ ଧର୍ମରାଜ ଯୁଧିଷ୍ଠିର କଣ କଲେ ଭାଇନା? କଣ କରିଥିଲେ? ସେ ଯକ୍ଷଙ୍କୁ କହିଲେ ତମେ ପ୍ରଶ୍ନ ପଚାର ମୁଁ ଦେବି ଉତ୍ତର। ମୁଁ ଦେବି ଉତ୍ତର। ମୁଁ ଦେବି ଉତ୍ତର। ତାହେଲେ ଭାଇନା ଧର୍ମରାଜ ଯୁଧିଷ୍ଠିର ଜାଣିପାରିଲେ ଯେ ସେ ଯକ୍ଷ ତାଙ୍କୁ ଏମିତି ପ୍ରଶ୍ନ ପଚାରୁଛନ୍ତି। ତାହେଲେ ଯକ୍ଷ ତାଙ୍କୁ କେତୋଟି ପ୍ରଶ୍ନ ପଚାରିଥିଲେ? ଯକ୍ଷ ତାଙ୍କୁ 124ଟି ପ୍ରଶ୍ନ ପଚାରିଥିଲେ। ଆଚ୍ଛା 124। ଭାଇନା ଯଦି ଆମେ ଏଠି 124 କ୍ୱେଶ୍ଚିନ୍ ଆନ୍ସର ଡିସ୍କସନ କରିବା ଏ ଯୋଉ ଏମସି ମାନେ ଏଠି ବୁଲୁଛନ୍ତି ଆମକୁ ନାକ ମାରି ଏଠୁ ବାହାର କରିବେ। ବାହାର କରିଦେବେ। ଠିକ କଥା ଠିକ କଥା। ଆମର ସମୟ ଅଭାବରୁ କେବଳ 6ଟି ପ୍ରଶ୍ନର ଆଲୋଚନା କରିବା। ଆଜ୍ଞା ପ୍ରଥମରୁ 2ଟି ପ୍ରଶ୍ନ ଆଉ ଶେଷରୁ 4ଟି ପ୍ରଶ୍ନ। ଆଜ୍ଞା ହେଇଯାଉ। ଭାଇନା ଆପଣ ମତେ ପଚାରନ୍ତୁ ମୁଁ ସବୁର ଉତ୍ତର ଦେଇଦେବି। ଆପଣ ମତେ ପଚାରନ୍ତୁ। ପ୍ରଥମ ପ୍ରଶ୍ନ ହେଲା ପୃଥିବୀଠୁ କିଏ ଅଧିକ ଭାରୀ? ମାତା ମାତା ଗୁରୁତର ଭୂମି। ଆଚ୍ଛା ତାହା ଠିକ କଥା। ମାତା ହେଉଛନ୍ତି ପୃଥିବୀ ଠାରୁ ମଧ୍ୟ ଅଧିକ ଭାରୀ। ଦ୍ୱିତୀୟ ପ୍ରଶ୍ନ ହେଲା ଆକାଶଠୁ କିଏ ଅଧିକ ଉଚ୍ଚତର? ଏଇଟା ବି ମୁଁ ଜାଣିଛି। ପିତା ପିତା ଉଚ୍ଚତରମ ଖାତ। ଆଉ ଶେଷ 4ଟି ପ୍ରଶ୍ନ ହେଲା କମୋଦତେ ହିମାଶ୍ଚର୍ଯ୍ୟଂ କପନ୍ଥା କାଚବାର୍ତ୍ତିକା। ମାନେ ଏଟା ବହୁତ ସହଜ ଲାଗୁଛି। ଭେରି ସିମ୍ପଲ କ୍ୱେଶ୍ଚିନ୍। ୟୁ ଆସ୍କ ମି ଆଇ ୱିଲ୍ ଆନ୍ସର। ପଚାରନ୍ତୁ ମତେ। ପଚାରନ୍ତୁ। କମୋଦତେ କହ ମୋଦତେ ମାନେ କିଏ ମୋଦକ ଖାଉଛି? ତାମାନେ ଗଣେଶ ଖାଉଛନ୍ତି। ନିଶ୍ଚୟ। ହିମାଶ୍ଚର୍ଯ୍ୟଂ
କିମା ସର୍ଜମ କିଏ ଆସି ଚୋରି ହେଉଛି କାମଧେନୁ ଚୋରି ହେଉଛି ପନ୍ଥା କହ ପନ୍ଥା ମାନେ ତ ଅଙ୍ଗୁର ପେନ୍ଥା କାଚବାର୍ତ୍ତିକା କାଚବାର୍ତ୍ତିକା ମାନେ ଆକାଶବାଣୀ କଟକରୁ କିଏ ସମ୍ବାଦ ପଢୁଛନ୍ତି ସେ ଆମ ଯତୀନ ଦାସ ଯତୀନ ଦାସ ହଁ କାହିଁକିନା ସବୁ ମୁଁ ଜାଣିଛି ତଣ୍ଡିପ ଆଜ୍ଞା ଏପରି ବିତଣ୍ଡା ଅର୍ଥ କରିବାର ଆଦେଶ ଉଦ୍ଦେଶ୍ୟ କାହିଁକି? କାହିଁକିନା ଆପଣ ବୁଝେଇ ଦିଅନ୍ତୁ ଯୁଧିଷ୍ଠିର କଣ ଆନ୍ସର ଦେଇଥିଲେ କଣ ଦେଇଥିଲେ? ଓ ମୋଦତେ ମାନେ କିଏ ସୁଖୀ ଆଚ୍ଛା କିମ୍ ଆଶ୍ଚର୍ଯ୍ୟମ୍ ପୃଥିବୀରେ ବିସ୍ମୟକର ଜିନିଷ କଣ କ ପନ୍ଥା ରାସ୍ତା କଣ ଆଜ୍ଞା। କାଚବାର୍ତ୍ତିକା ଆଜି ପାଇଁ ମେସେଜ କଣ ଆଜ୍ଞା को मोदते किमश्चर्यं कपन्था काचवर्तिका वद मे चतुर प्रश्न भूतं जीवितो बान्धवः चारोटी प्रश्नर उत्तर देले तुमर भाई माने जीवन लाभ करिवे प्रथम क्वेश्चन रो आंसर युधिष्ठिर पाइना कोन ଦେଇଥିଲେ प्रथम दुईटी प्रश्नर उत्तर अहनि शब्द आछि अहनि माने दिन आमे अहोरात्र कहू अहोरात्र माने दिन अहोरात्र आया पंचमे हनि षष्ठेव शाकं पचति स्वे गृहे अंद्रुणी च अप्रवासी सवारी चरमोदते अच्छा दिनर पंचम बा षष्ठ भाग अर्थात मध्याह्न समय जो घरे शाग भात होची हेल्दी पुष्टिकर खाद्य शाग ताकू जे खाउची अच्छा आ जे ऋण करी नाही जे निज देश रे रहिची विदेश जाई सिए होची प्रकृति सुखी भाइना आमे भी समस्ते युधिष्ठिर जहा कहबे ताको डिफाई करछे काली आमे समस्ते कि इंडिया जीवा निज घरे रहबा शाग भात खाइबा ऋण करबेनी ताले आमे खुशी रे रहबा भाइना प्रथम क्वेश्चन आंसर बढिया बुझिले नॉट सो फास्ट ऋण हबनी नो मॉर्गेज नो कार पेमेंट नो कार लोन्स नथिंग तेमे सुखी हो निश्चय है वर्तमान में भाइना आगु जीवा द्वितीय क्वेश्चन आंसर युधिष्ठिर कोन देथिले किमाश्चर्यं पृथ्वी सब विस्मयकर जिनस कोन आज्ञा अहनि भूतानि गच्छन्ति ह जमालय प्रतिदिन लोकमानि जमर पूर्वक जाउछन् अर्थात मृत्यु मुखरे पड़ुछन् अच्छा शेषा जीवित इच्छन्ति किंतु जे बंचिछि से भाबुछि से चिरदिन बंचि ओ किमाश्चर्यं मत परम आठ आश्चर्यकर जिनस कोन अछि माने बहुत बढिया बुझेले एटा टिका आउ टिका भलो के बुझेई कोन हमर मनोकोश 34 सारे एहा बहुत सुंदर भाबरे गीता आधारे लिखा अछि कोन लिखा है केते दिन पिंजरा काठी अछि और रिप केज एपट जो अछि रिप केज जेतले मरु श्मशान में जेला पोड़ा हला परे से हाडौडा को रहे से हाडौडा को स्वान असुर कुकुर और बिलुआ समान गासे बांटी बांटी खाइबे समान तो युद्ध मजे करिवे अच्छा ताले फाइना आपन कहउछथि आमे सब मल्ला परे हमर पिंजरा हाड़ को कुकुर और बिलुआ मिसिग्री खाइबे से खाइबे भाइना आमे आगु जीवा तृतीय क्वेश्चन आंसर युधिष्ठिर कोन देथिले कोन पंथा आज्ञा तर्क अप्रदिष्ट आर्गुमेंट्स डू नॉट प्रूव एनीथिंग जणे कहउछि भगवान नाहंती को नास्तिक जणे कहउछि भगवान एक जणे कहउछि भगवान दुई जणे कहउछि कर्म नाही जणे कहउछि कर्म अछि नाना मत जे जहा पहिला से पहिला तर्क रे यू कैन सेटल आर्गुमेंट श्रुतया विभिन्न पुराण रे महाभारत रे रामायण रे उपनिषद रे गीता रे भिन्न भिन्न प्रकार सौदा सजाइछि रहिछि ये कहउछि कर्म योग भलो ये कहउछि ज्ञान योग भलो ये कहउछि भक्ति योग भलो जहा को जहा भल लागले से तिमळे पहिला पहिला नय ऋषियस्य मत प्रमाण ऋषि माने जो मत दैछन्ति ओपिनियन दैछन्ति देयर इज नो प्रूफ इट इज नॉट अ मैथमेटिक्स आया ओपिनियन इज नॉट प्रूफ अच्छा धर्मस्य तत्त्वं निहितं गुहाया धर्मर तत्वटा बहुत गोपनीय गुहा विषय लोक माने साधना करी पाउछन्ति अच्छा महाजनो जेन गतस्य पंथ महाजन माने हमको जो रास्ता देखिछन्ति से रास्ताटा होची उचित रास्ता अच्छा विवेकानंद रामकृष्ण परमहंस
परमहंस योगानंद महात्मा गांधी एमाने सब जो रास्ता देखिଛନ୍ତି ଆମକୁ ସେ ରାସ୍ତାରେ ଯିବାକୁ ସେଇ ରାସ୍ତାରେ ଯିବା। ଯିବାକୁ ହବ। ମାନେ ଠିକ କହୁଛନ୍ତି ମହାଜନ ମାନେ ଆମକୁ ଗୁଣି ମାନେ ଯାହା କହିଛନ୍ତି ସେ ରାସ୍ତାରେ ଯିବା ସେ ରାସ୍ତାରେ ଗଲେ ବହୁତ ଡିଫିକଲ୍ଟି ମାନେ ସେ ରାସ୍ତାରେ ଯିବା ବହୁତ ବଢିଆ ବୁଝେଇଲେ ତୃତୀୟ ପ୍ରଶ୍ନ ଶେଷ ପ୍ରଶ୍ନ ଚତୁର୍ଥ ପ୍ରଶ୍ନର ଉତ୍ତର ଯୁଧିଷ୍ଠିର ଆମକୁ କ'ଣ ଦେଇଥିଲେ କାଚ ବାର୍ତ୍ତିକା ଆଜିକାର ମେସେଜ କ'ଣ ମେସେଜ ପାଇଁ ମୁଁ ଗୋଟେ ଏକ୍ସାମ୍ପଲ ଦେବି ନିଶ୍ଚୟ ଆମର ଭଲ ରାନ୍ଧୁଣିଆ କିଏ ଅଛନ୍ତି ରାଜା ପାଣିଗ୍ରାହୀ ରାଜା ପାଣିଗ୍ରାହୀ ଗୋଟେ ହାଣ୍ଡିରେ ମଟନ ରାନ୍ଧୁଛନ୍ତି ଆଉ ଚଟୁରେ ସେଟାକୁ ଘାଣ୍ଟୁଛନ୍ତି ଆଚ୍ଛା ତା ତଳେ କାଠ ଅଛି କାଠରେ ନିଆଁ ଜଳା ହେଉଛି ଆଚ୍ଛା अस्मिन् महामोह मये कटा है कटा माने हांडी महामोह हांडीटा होची माया और मोह इल्यूजन एंड एक्सट्रीम डिजायर अस्मिन् महामोह मये कटा है सूर्य दिन रात जीवन धान्य सूर्यर अग्नि होची जे लाइट और दीप दिन और रात होची जे काठ बस। ଆଚ୍ଛା मास କହିଲେ मास ऋतु दर्पी परिवर्तन है ना मास ऋतु होचंती जे चटु चटुरे सेटा घंटा होची ଆଚ୍ଛା भूतानी काल पचते जे वार्ता भूतानी माने जीव माननकु काल काल हला समय समय होचे रांधुनिया हम राजा पानी जे होचे समय समय ଆଚ୍ଛା। से काटिकी रांधुछन अच्छा। से जो महामोह माया हांडी रे से जीव माननकु कोरेकी से घांटुचंती और सूर्य अग्नि रे दिन और रातिटा इंधन जळेकी चालुछे अच्छा। एटा होचे हमर वार्ता अरे बस। ତାହେଲେ ଭାଇନା ଆପଣ କହୁଛନ୍ତି ଯେ ରାଜା ପାଣିଗ୍ରାହୀ ଆମକୁ ମାଂସ ଖିଲଉନି ଯେ ସବୁଦିନ ମୋହ ଆଉ ମାୟା ଖିଲଉଛି ସେଇଆ କଥା, ସେଇଆ କଥା। ସେଇଆ। ଭାଇନା ବହୁତ ବଢିଆ ବୁଝେଇଲେ ୟା ପରେ କ'ଣ ହେଲା କୁହନ୍ତୁ ଯକ୍ଷ କ'ଣ ଉତ୍ତରରେ ସନ୍ତୁଷ୍ଟ ହେଲେ ଯକ୍ଷ କହିଲେ ମୁଁ ତମ ଉତ୍ତରରେ ବହୁତ ସନ୍ତୁଷ୍ଟ ହେବି ତମର ଚାରି ଭାଇରୁ ଜଣକୁ ମୁଁ ଜୀବନ ଦେବି ମାତ୍ର ତାର ନାଁଟା ମତେ କହିବ ଓନ୍ଲି ୱାନ୍ ତାହେଲେ ଯୁଧିଷ୍ଠିର କାହା ନାଁ ନେଲେ ଯୁଧିଷ୍ଠିର ଟିକେ ବିଚାର କଲେ ଆଚ୍ଛା ସେ ଉତ୍ତର ଦେଲେ ମୋର ଦୁଇଟି ମା କୁନ୍ତି ହେଉଛି ମୋର ଜନ୍ମଦାତ୍ରୀ ମାତା କିନ୍ତୁ ମାତୃ ମତେ ମାତାଠୁ ଅଧିକ ସ୍ନେହ କରୁଛନ୍ତି ଆଚ୍ଛା ମାତୃଙ୍କର ପୁତ୍ର ହେଉଛି ନକୁଳ ଆଚ୍ଛା ଦି ମାତାଙ୍କୁ ମୁଁ ସମ୍ମାନ ଦେବି ତେଣୁ ଉନ୍ନତ କାୟ ବିସ୍ତୃତ ବକ୍ଷ ବହୁତ ସୁନ୍ଦର ନକୁଳଙ୍କୁ ଜୀବନ ଦାନ କରନ୍ତି ଆଚ୍ଛା ତାହେଲେ କି ସୁନ୍ଦର। ତାହେଲେ ଭାଇନା ଏଠି ଦେଖିବାର ବିଷୟ ହେଉଛି ଯୁଧିଷ୍ଠିର ନା ଭୀମଙ୍କ ନାଁ କହିଲେ ନା ଅର୍ଜୁନଙ୍କ ନାଁ କହିଲେ କିନ୍ତୁ ସେ ନକୁଳଙ୍କ ନାଁ କହିଲେ ଆଉ ତାର ରିଜନିଂ ବି ଦେଲେ ତାହେଲେ ଯକ୍ଷ କ'ଣ କଲେ କ'ଣ କହିଲେ କ'ଣ କହିଲେ? ଯକ୍ଷ ବହୁତ ସନ୍ତୁଷ୍ଟ ହୋଇ କହିଲେ ତମର ଚାରିଜଣ ଭାଇକୁ ମୁଁ ବର୍ତ୍ତମାନ ଜୀବନ ଦାନ କରିବି ତାହେଲେ ବର୍ତ୍ତମାନ ପଞ୍ଚୁ ପାଣ୍ଡବ ଦେ ଆର୍ ଅଲ୍ ଆଲାଇଭ୍ all alive। ତାହେଲେ ଗୋଟେ କଥା ଭାଇନା ମୁଁ ବୁଝିପାରିଲିନି ଇଏ ପିତା ପୁତ୍ର ଉପାଖ୍ୟାନରେ ଇଏ ଧର୍ମାବତାର ରୂପୀ ଯକ୍ଷ ପରେ ଆସିଲେ ତାର ତାତ୍ପର୍ଯ୍ୟ କ'ଣ ମୁଁ ବୁଝିପାରିଲିନି କ'ଣ ତାତ୍ପର୍ଯ୍ୟ ଯକ୍ଷ ହେଉଛନ୍ତି ନିଜେ ଯମ ଆଚ୍ଛା। ଯମ ହେଉଛନ୍ତି ଯୁଧିଷ୍ଠିରଙ୍କ ପିତା ସେ ନିଜ ରୂପ ପ୍ରକାଶ କରିକି ଯୁଧିଷ୍ଠିରଙ୍କୁ କହିଲେ ପୁତ୍ର ତମେ ବହୁତ ଜ୍ଞାନୀ ବିଜ୍ଞାନୀ ଆଉ ପୃଥିବୀରେ ତମେ ଯଶ ଲାଭ କରିବ ଯୁଦ୍ଧରେ ତମେ ବିଜୟ ଲାଭ କରିବ ମୁଁ ତୁମକୁ ଆଶୀର୍ବାଦ କରୁଛି ତାହେଲେ ଭାଇନା ଏ ପିତା ପୁତ୍ର ଉପାଖ୍ୟାନରେ ଏ ଅରଣ୍ୟକ ପର୍ବରେ 124ଟି କ୍ୱେଶ୍ଚିନ୍ ଆନ୍ସରରେ ସ୍ୱୟଂ ପିତା ଯମ ଆଉ ତାଙ୍କ ପୁତ୍ର ଯୁଧିଷ୍ଠିର ତାଙ୍କ ଭିତରେ ବାର୍ତ୍ତାଳାପ ହେଉଥିଲା ନୁହେଁ କି? ଖଣ୍ଡିପେ ବର୍ତ୍ତମାନ ପଣ୍ଡିତ ହେଇଗଲ ପୁରା ହେଇଗଲା।